ହ୍ୟାଲୋ ଫ୍ରେଣ୍ଡ ଜୟ ଜଗନ୍ନାଥ ୱେଲକମ୍ କରୁଛି ମୋର ଗୋଟେ ମିନି ବ୍ଲଗକୁ ତ ମୁଁ ପୁଣି ଆଉଥରେ ପଳେଇ ଆସିଛି ଦେଖନ୍ତୁ ଆମ ଫେଭରେଟ୍ ଖାଇବା କେନ୍ଦୁଝରିଆ ମାନଙ୍କର ତ ଟେଷ୍ଟି ଟେଷ୍ଟି ଖାଇବା ଖାଇ ସାରିଲା ପରେ ମୁଁ ରେଡି ହେଇଯାଇଛି ମୀନା ବଜାର ବୁଲିବା ପାଇଁ ଯିବା ପାଇଁ। ଜାଣିଛନ୍ତି ଆପଣ କେନ୍ଦୁଝରରେ ଆମ ପ୍ରସିଦ୍ଧ କାଳୀ ପୂଜା ତ ମୀନା ବଜାର ବସିଛି ତ କେମିତି ବୁଲିବା ପାଇଁ ଯିବାନି। ତ ଆଜି ଡେ ଫାର୍ଷ୍ଟ ଦିନଟା ମୁଁ ଚାଲୁଛି ମୀନା ବଜାର ବୁଲିବା ପାଇଁ ତଥାପି କେତେ ଭିଡ ଅଛନ୍ତି ଫାର୍ଷ୍ଟ ଡେ ରୁ ତ ଏଣ୍ଟ୍ରି ବହୁତ ଭଲ ସଜେଇଥିଲେ ଡେକୋରେସନ ବହୁତ ଭଲ ହେଇଥିଲା ତ ଚାଲନ୍ତୁ ଆହୁରି ଆଗକୁ ଆଗକୁ ଦେଖିବା କଣ ସବୁ ପଡିଛି ମୀନା ବଜାରରେ। ନୂଆ ନୂଆ ଜିନିଷ ଭିତରେ ବହୁତ ଆସିଛି ମୁଁ ଦେଖିବି ଆପଣ ମାନଙ୍କୁ। ତ ଫାର୍ଷ୍ଟ ଆମ ଝିଅ ମାନଙ୍କର ଯେତେ ଯାଇ ଯାଉ ଇୟରିଙ୍ଗସ ତ ଫାର୍ଷ୍ଟ ମୁଁ ପଶିଗଲି ଇୟରିଙ୍ଗସ ଦେଖିବା ପାଇଁ। ତାପରେ ଏଠି ଗୋଟେ ବହୁତ ସୁନ୍ଦର କ୍ୟୁଟ ଟେଡିଟେ ଦେଖିଲି। ସେଟା ହେଲା ହରେକ ମାଲ 10 ଟଙ୍କା ଯୋଉଠି ବି ଯାଇଥାଉ 5 ଟଙ୍କା 10 ଟଙ୍କାରେ ଝିଅ ମାନଙ୍କର ପ୍ରବଳ ଭିଡ ଥିବ ତ ଆମେ ଏଠି ଦେଖନ୍ତୁ ଏଇଟା 5 ଟଙ୍କା। ଆଉ ସବୁ ଦୋକାନ ଦେଖନ୍ତୁ ଏଇ ଦୋକାନ ଦେଖନ୍ତୁ। ତ ଏଠି ସବୁ କିଣାକୁଣି କରିଥିଲା ଆଉ ଗୋଟେ ମେନ୍ ଆକର୍ଷିତ ଅଛି ଏଥିରେ ନେତ୍ରକାଳୀଙ୍କ ଗେଟ୍। ମାନେ ମାଙ୍କ ଗେଟ୍ ଏତେ ସୁନ୍ଦର ହେଇଛି ବହୁତ ସୁନ୍ଦର ହେଇଥିଲା ତ ସେଇଟା ବହୁତ ଆକର୍ଷିତ କରୁଥିଲା ଲୋକମାନଙ୍କୁ ଆକ୍ଚୁଆଲି। ତ ଏଇଠି ମାଙ୍କୁ ଦର୍ଶନ କରିସାରିଲା ବି ସବୁ ଆସନ୍ତୁ ବୁଲିକି ଯାଆନ୍ତୁ ବହୁତ ସୁନ୍ଦର ସବୁ ମେଳା ପଡିଛି ବହୁତ ଭଲ ଭଲ ଏଥିରେ ଦୋଳି ଆସିଛି। ଆକ୍ଚୁଆଲି ସେଟା ଆଉ ଗୋଟେ ପାର୍ଟ ଦୋଳି ଆସିଛି ତ ବହୁତ ଭଲ ଭଲ ଦିଟା ଦୋଳି ଆସିଛି ମୁଁ ଦେଖିବି ଆପଣ ମାନଙ୍କୁ ନେକ୍ସଟ ରେ। ତାପରେ ଯେତେ ଚାହିଁଯାଉ ମୀନା ବଜାର ବୁଲିଲା ପରେ ମଥୁରା କେକ୍ ଆଉ ଲଙ୍କା ଚପଟା ଖାଇବାଟା କମ୍ପଲସରୀ ଥାଏ ସମସ୍ତେ ଖାଉଥିବେ। ତ ମୁଁ ଏଇଠି ଟିକେ ଲଙ୍କା ଚପ୍ ଟେଷ୍ଟ କରିଥିଲି ବହୁତ ଟେଷ୍ଟି ବି ହେଇଥିଲା। ତ ତାପରେ ଆଉ ଗୋଟେ ଆକର୍ଷିତ ଏଥିରେ ଆସିଛି ଜଲପରି ଯୋଉଟା କି ଫାଷ୍ଟ ଟାଇମ ପାଇଁ ବୋଧେ ଏଥର କେଉଁଝର ମୀନା ବଜାରରେ ପଡିଛି। ତ 100 ରୁପିଜ ଅଛି ତା ଟିକେଟ ତ ଆପଣ ମାନେ ଯାଇକି ଦେଖିକି କହିବେ କେମିତି ଲାଗିଲା ତ ଏପଟେ ଆସିଲେ ଦୋଳି ଷ୍ଟେସନରେ। ଏଇଟା ଦେଖନ୍ତୁ ନୂଆ ଟାଇପ ର ଦୋଳି ଯୋଉଟା ଆସିଛି ଆଉ ଏଇଟା ଗୋଟେ। ତ ବହୁତ ଭଲ ତ ସେଇ ପାଖରେ କେତେ ଭିଡ ଦେଖନ୍ତୁ ଦୋଳି ପାଖରେ ହିଁ ଖାସ କରିକି। ଏତେ ଭିଡ ତ ଏଇଠି ଆହୁରି ଗୋଟେ ଗେଟ୍ ମାଆଙ୍କର ବହୁତ ଭଲ ଲାଗୁଥିଲା ଏଇଠି ଦେଖନ୍ତୁ ଏ ଜଣେ ଲୋକମାନେ ବହୁତ ଷ୍ଟାଚୁ ଟାଇପ ର ହେଇକି ଅଛନ୍ତି ଆଉ ଗୋଟେ ହେଲା ଯାହା ହେଇଯାଉ ଲାଷ୍ଟରେ ଟିକେ ବାର ମଜା ନ ଖାଇଲେ ହବନି ମୀନା ବଜାର ଯେହେତୁ ଆସିଛୁ ତ ଏଇଠି ଖାଇକି ଆମ ଫାର୍ଷ୍ଟ ଡେ ର ବ୍ଲଗ ଟା ଏଇଠି ମୁଁ ଏଣ୍ଡ କରୁଛି।